ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ଦୁର୍ବୃତ୍ତମାନେ ପଥରମାଡ଼ କରିଛନ୍ତି। ଫଳରେ ଟ୍ରେନ୍ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍ କୋଚ୍ର 2ଟି ଝରକାର କାଚ ଭାଙ୍ଗିଯାଇଥିବା ସୂଚନା ମିଳିଛି। ପଥରମାଡ଼ ପରେ ଟ୍ରେନ୍ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। 3 ଜଣ ପାସେଞ୍ଜର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। କଲୁଙ୍ଗା ଷ୍ଟେସନ ନିକଟରେ ଏହି ପଥରମାଡ଼ ହୋଇଥିବା ସୂଚନା। ପୁରୀ ରାଉରକେଲା ବନ୍ଦେ ଭାରତ ଟ୍ରେନ୍କୁ ପ୍ରଥମ ଥର ପଥରମାଡ଼ ହୋଇଥିବା ବେଳେ ରେଳ ବିଭାଗ, ଜିଆର୍ପି, ଆର୍ପିଏଫ୍ର ତଦନ୍ତ ଜାରି ରହିଛି। ରାଉରକେଲା ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ ଭାଙ୍ଗିଯାଇଥିବା କାଚକୁ ପ୍ଲାଷ୍ଟର ଲଗାଇ ମରାମତି କରାଯାଇଥିଲା। ପୂର୍ବରୁ ବାହାର ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପଥରମାଡ଼ ହୋଇଥିଲା ବେଳେ ରାଉରକେଲା ନିକଟରେ ଏହା ପ୍ରଥମ। ତେବେ କିଏ କାହିଁକି ଏହି ପଥରମାଡ଼ କରିଛି ତାହା ତଦନ୍ତ ପରେ ଜଣାପଡ଼ିବ। ତେବେ ଏହି ପଥରମାଡ଼ ଘଟଣାରେ କେହି ଯାତ୍ରୀ ଆହତ ହୋଇନଥିବା ରେଳ ବିଭାଗ ସୂତ୍ରରୁ ଜଣାପଡ଼ିଛି।